ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ କେଶପୁର ଓଭରବ୍ରିଜ ପାର୍ଶ୍ୱରେ ଭାଙ୍ଗିଲା 20ରୁ ଊର୍ଦ୍ଧ୍ୱ ଘର ଓ ବ୍ୟବସାୟ ପ୍ରତିଷ୍ଠାନ। ଖଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କେଶପୁର ଛକ ଓଭରବ୍ରିଜ ପାଖରେ ବର୍ଷ ବର୍ଷ ଧରି ବେଆଇନ ଦଖଲ କରି ବିଭିନ୍ନ କ୍ଷୁଦ୍ର ଓ ନାମମାତ୍ର ବ୍ୟବସାୟ ଅସ୍ଥାୟୀ ଭାବେ ଚାଲି ଆସୁଥିଲା। କେତେକ ଲୋକ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ୍ ଦଖଲ କରି ସ୍ଥାୟୀ ଘର କରିଥିବା ଅଭିଯୋଗ ହୋଇ ଆସୁଥିଲା। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିବା ପରେ ରାସ୍ତାକୁ ପ୍ରଶସ୍ତ ଓ ସୁଗମ କରିବା ପାଇଁ ରାଜସ୍ୱ ପ୍ରଶାସନ ତରଫରୁ ପ୍ରାୟ 20 ଗୋଟି ସ୍ଥାୟୀ ଓ ଅସ୍ଥାୟୀ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିବା ଜଣାପଡ଼ିଛି। ଉକ୍ତ ଉଚ୍ଛେଦ ସମୟରେ 3 ପ୍ଲାଟୁନ୍ ପୋଲିସ ବଳ ସହ ମାଜିଷ୍ଟ୍ରେଟ୍ ତଥା ଖଲିକୋଟ ତହସିଲଦାର ଡକ୍ଟର ଆର୍ଯ୍ୟ କୁମାର ସର୍ବଦମନ, ଖଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଏଏସ୍ଆଇ ଦେବଦତ୍ତ ପ୍ରିୟଦର୍ଶୀ, ଏଏସ୍ଆଇ ମାନସୀ ସାହୁ, ଏଏସ୍ଆଇ ଏପି ମହାପାତ୍ର, ଏଏସ୍ଆଇ ବବିତା ପ୍ରଧାନ, ଏଏସ୍ଆଇ ସୁଜାତା ସାହୁ, କେଶପୁର ଆର୍ଆଇ ମୋହନ ପାତ୍ର ଓ ରାଜସ୍ୱ ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ରାଜସ୍ୱ କର୍ମଚାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଖଲିକୋଟରୁ ସକଳେଶ୍ୱର ରଥଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ।